ମାଛ ତ ଆପଣ ଅନେକ ପ୍ରକାର ଶୈଳୀରେ ରାନ୍ଧିକି ଖାଇଥିବେ, କିନ୍ତୁ କେବେ କଳା ଜିରା ଦେଇକି ମାଛ ରାନ୍ଧିଛନ୍ତି କି? ଥରେ ନିଶ୍ଚୟ ରାନ୍ଧିକି ଦେଖନ୍ତୁ, ଏହା ଖାଇବାକୁ ବହୁତ ହି ବଢ଼ିଆ ଲାଗେ। ମୁଁ ଏଠାରେ 1 କେଜି ରୋହି ମାଛକୁ ଭଲ ଭାବରେ ସଫା କରି ନେଇଛି। ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, 1 ଚାମଚ ସୋରିଷ ତେଲ ଦେଇ ଭଲ ଭାବରେ ଗୋଳେଇ ନେବା। କଡ଼େଇ ଗରମ କରି ସୋରିଷ ତେଲ ପକାଇବା। ତେଲ ଗରମ ହୋଇଗଲା ପରେ ଗୋଟେ ଗୋଟେ ମାଛ ପିସ୍ ପକାଇବା। ଏକାଥରେ ଯେତିକି ଜାଗା ହେବ ସେତିକି ପକାଇବା, ନହେଲେ ମାଛ ପିସ୍ ସବୁ ଲାଗିଯିବ। ମାଛକୁ ଓଲଟ ପାଲଟ କରି ଲାଇଟ୍ ଗୋଲ୍ଡେନ୍ କଲର ହେବା ପର୍ଯ୍ୟନ୍ତ ଭାଜି ନେବା। ଏଇଠି ମୋର ମାଛ ଭଜା ହେଇଗଲାଣି। ଏବେ ତାକୁ ଗୋଟେ ପ୍ଲେଟକୁ ବାହାର କରିନେବା। ମାଛ ତରକାରୀ ପାଇଁ ଏବେ ଚାଲନ୍ତୁ ମସଲା ପ୍ରସ୍ତୁତ କରିନେବା। ମୁଁ ଏଠାରେ ରସୁଣ, ଅଦା, କଞ୍ଚା ଲଙ୍କା, ଜିରା, ଧନିଆ ନେଇଛି। ତାକୁ ଗୋଟେ ଗ୍ରାଇଣ୍ଡିଙ୍ଗ ଜାରରେ ଦେଇଦେବା। 1 ଚାମଚ ସୋରିଷ ପକାଇବା, ଆଉ ମୁଠାଏ ଧନିଆ ପତ୍ର ପକାଇବା। ଗୋଟିଏ ଟମାଟୋକୁ ଏମିତି 4 ଫାଳ କରିକି ପକାଇବା। ସବୁକୁ ଚିକ୍କଣ କରି ବାଟି ନେବା। ମାଛ ଭାଜିଥିବା କଡ଼େଇରେ ହିଁ 2-3 ଚାମଚ ସୋରିଷ ତେଲ ପକାଇବା। ତେଲ ଗରମ ହୋଇଗଲା ପରେ 1 ଚାମଚ କଳା ଜିରା ପକାଇବା। ବାଟି ରଖିଥିବା ମସଲାକୁ ପକାଇବା। ହଳଦୀ ଗୁଣ୍ଡ, କାଶ୍ମୀରୀ ଚିଲି ଗୁଣ୍ଡ ପକାଇବା ଏବଂ ମସଲାକୁ ଭଲ ଭାବରେ କଷି ନେବା। ଗ୍ରାଇଣ୍ଡର ଜାରକୁ ଧୋଇକି ଟିକିଏ ପାଣି ଦେଇଦେବା। ସ୍ୱାଦ ଅନୁସାରେ ଲୁଣ ପକାଇବା ଏବଂ ଆଉ ଟିକିଏ ମସଲାକୁ ଭଲ ଭାବରେ କଷି ନେବା। ମସଲା ଏଇଠି ଆମର କଷି ହୋଇଗଲାଣି। ଏବେ ଝୋଳ ପାଇଁ ପାଣି ଦେବା। ଝୋଳ ଫୁଟିଗଲାଣି। ଏବେ ଭାଜି ରଖିଥିବା ମାଛକୁ ପକାଇବା। ଭଲ ଭାବରେ ଟିକେ ଗୋଳେଇ ଦେଇ 2 ମିନିଟ୍ କଭର କରିଦେବା। ଭିଡ଼ିଓଟି ଯଦି ଭଲ ଲାଗୁଥାଏ ତାହେଲେ ଗୋଟେ ଲାଇକ୍, ସେୟାର ଏବଂ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ମୋ ଚ୍ୟାନେଲରେ ଆଜି ନୂଆ ଅଛନ୍ତି ପ୍ଲିଜ୍ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଆପଣ ଏହି ଭିଡ଼ିଓଟିକୁ କେଉଁ ଜାଗାରୁ ବା କେଉଁ ସହରରୁ ଦେଖୁଛନ୍ତି ନିଶ୍ଚୟ କମେଣ୍ଟ କରି ଜଣାଇବେ। ଜାଣିଲେ ମୁଁ ବହୁତ ଖୁସି ହେବି। ଏହି ମାଛ ତରକାରୀ ଖାଇବାକୁ ବହୁତ ହି ବଢ଼ିଆ ଲାଗୁଥିଲା। ଏହାକୁ ଥରେ ନିଶ୍ଚୟ ଆପଣ ଟ୍ରାଏ କରନ୍ତୁ। ଥ୍ୟାଙ୍କ୍ସ ଫର୍ ୱାଚିଂ।